आपण भी पागल होई जिबा आज्ञा अबे एमिति कोन कथा आज्ञा जा सुनिले मो छातीटा फाटी जिबा ताहेले सुनिबे तो आज्ञा निश्चय ताहेले सुनत तो आज्ञा যাহা দেখিছি আখি আজ হে মহারাজ যে মাসা মুকা মন্দ কার্য হে अबे जसा अरे जटा कौन देखी तू हां अरे कौन देखी जो अबे। खोलली की कह कोन कहि जाउ छबे तू আজ্ঞা তার শুনিবে তো আজ্ঞা निश्चय মঙ্গলা মন্দিরে যাই আম যে মাম খাদেই দশ পুত্রক সহিত নাচুଥିଲେ খেই খেই ए जसा কহিবাকু লাগুছি লাজ হে মহারাজ যাহা দেখিছি আখি আজ হে মহারাজ जटा भाबी चिंती कहू छ तबे जदी ए कथा मिथ्या प्रमाणित हुए तार परिणाम कोन जानिछु কোন হব আজ্ঞা तो गंडी मुंडटा अलग हबाबे আউ যদি এ কথাটা সত্য বলি প্রমাণিত হলে আপন কোন করিবে जदि सत्य बोली प्रमाणित हुए ताहेले तार स्थान नाही एकासी राज्य रे আজ্ঞা আপন রাজ্য সিংহাসন উপরে বসকি কোনসি প্রজার বিচার করুনাহান্তি এইটা নিজ ঘর কথা পুনি নিজ ঝিওর কথা কেমিতি আরে জট। আজ্ঞা ओ बापा को निज झियर फुल को धरे আউ আপন কাই আজ্ঞা अबे जदि ए कथा मिथ्या प्रमाणित हुए तो गंडीर मुंडटा अलग हबो আউ যদি সত্য বলি প্রমাণিত হলে কিছু হেব নাই ताहे तोते विश्वास না लागुनी না 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 মতে तबे सुन सत्य सत्य त्रिबार सत्य करी कहछि सामुका जदि पूरी भूल कार्य करिछि तारे तार स्थान नाही एकासी राज्य रे তাহলে ডাকন্তু सामू काकू ডাকন্তু আর পচারি বুঝন্তু আপনাଙ୍କ গুণবতী ঝিওটা निश्चय नहीं कि पचारी बुझी नबी वेदवती स्वामी। शीघ्र सामुका को डकाओ सम्मुख महाराज ମାଲିକର କଥା ଧରିଛ ତମେ हेई पर रानी में कथाटा सत आ डाकी की पचारे दियंतु ଶାମୁକା ଏ ଶାମୁକା ଶାମୁକା ମା କଣ ହେଇଛି କଣ ଏମିତି କଲା କଣ ପାଇଁ ଆରେ କଣ ହେଇଛି ତୋ ବାବାକୁ ପଚାର କଣ ହେଇଛି କଣ ହେଇଛି ବାପା କଣ ଏମିତି କଲା ହେଉଛି କାହିଁକି कौन न हेछि से कथारा पचार କଣ ହେଇଛି ବାପା ତମେ ଏମିତି ରାଗି କଥା ହଉଛ କଣ ପାଇଁ सामुका ए जट जहा कहउछि ता कोन सत्य ଜଟ ଜଟ ଏମିତି କଣ କହିଲେ ବାପା ତମେ ମୋ ଉପରେ ଏମିତି ବିରକ୍ତ ହଉଛ କାହିଁକି जट कहउछि तू मंगल मंदिर जाई कौतसु पुत्र सहित संपर्क रखिछु बोली ମାନେ ଜଟ ଆସି ବାପାଙ୍କୁ ସବୁ କହିଦେଇଛି ନା ନା ମୋତେ କିଛି ଗୋଟେ ମିଛକୁ ସତ ସତକୁ ମିଛ କହି ଏଠୁ ଖସି ଯିବାକୁ ପଡ଼ିବ ହେଲେ କ'ଣ କରିବି ବାପା ତମେ ଜଟ କଥାକୁ ବିଶ୍ୱାସ କରୁଛ ବାପା ମୁଁ ମଙ୍ଗଳା ମନ୍ଦିର ଯାଇଥିଲି ସତ ହେଲେ ମୁଁ ପୁଣି କହୁଥ ସୁପୁତ୍ର ସହିତ ନା ବାପା ନା ଏ କଥା ସମ୍ପୂର୍ଣ୍ଣ ଭାବରେ ମିଛ ए जट जट आसिलु राजा तर्जमा कहउछंती ଆଜ୍ଞା तो कहबा कथाटा मिछ ମିଛ କେମିତି ମିଛ ହେଇଯିବ କେମିତି ମିଛ ହେଇଯିବ ଏଇ କଥାଟା ए कौन कहिथिलो ଆଜ୍ଞା जदि तो कथा मिछ बोली प्रमाणित हेई जाए ଆଜ୍ଞା तो मुंडरू गंडीटा अलगा हेई जीव मरिबु ନାଇଁ 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 ଆଜ୍ଞା ନାଇଁ ସେନାପତି ବାବୁ ନାଇଁ 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 ଏ ସେନାପତି ବାବୁ ଖଣ୍ଡା ଧରିକି ଗୁଣ୍ଡା ହୁଅନା ଆବଶ୍ୟକ ପଡ଼ିଲେ ନଣ୍ଡା ହେଇଯିବାକୁ ହବ ନଣ୍ଡା ଆରେ ଯାଅ ମ ତମ ଭଳି କେତେ ବଡ଼ ବଡ଼ ଗୁଣ୍ଡାକୁ ମୁଁ ଥଣ୍ଡା କରିଦେଇଛି ଆଉ ତୁମେ କି ଭଳି ଗୁଣ୍ଡା ତାମାନେ ରାଜଜେମା କହିଲେ ଏ କଥାଟା ସମ୍ପୂର୍ଣ୍ଣ मिछ हां ତାହେଲେ ରାଜଜେମାକୁ କୁହନ୍ତୁ ଆଜ୍ଞା ଆପଣଙ୍କ ମୁଣ୍ଡରେ ସେ ହାତ ରଖି କହିବେ ଏ କଥାଟା ମିଛ ବୋଲି ତା
ତାପରେ ସିନା ମୋର ମୁଣ୍ଡିକି ଗଣ୍ଡି କାଟିବେ। ଆଉ ମୁଁ କଣ ବଇଲର କୁକୁଡ଼ା ଯେ 100 ଟଙ୍କା ଦେଇଦେଲେ କିଲେ ମାଂସ ଆସିବ? ଯଦି ଭୁଲ କରିନାହାନ୍ତି ନିଶ୍ଚୟ ମୁଣ୍ଡ ଛୁଇଁବେ। শামুকা ବାପା ତୁ ତ ଏପରି ଭୁଲ କାର୍ଯ୍ୟ କରିନୁ। ନା ତେଣୁ ତ ପିତାର ମୁଣ୍ଡରେ ହାତ ରଖି କହିଦେ ଏ ଚଟ ଯାହା କହୁଛି ସମ୍ପୂର୍ଣ୍ଣ ମିଥ୍ୟା ବୋଲି। ବାପା এই ছোট কথা ପାଇଁ ମୁଁ ତୁମ ମୁଣ୍ଡରେ ହାତ ଦେବି ନା ବାପା ନା ମୁଁ ସେମିତି କରିପାରିବିନି। ତମେ ସତ କ'ଣ ଜାଣିବାକୁ ଚାହୁଁଛ ନା? ଠିକ ଅଛି ତାହେଲେ ବାପା ସେଦିନ ପ୍ରକୃତ ସତ ଘଟଣାଟା ହେଲା ମୋ ସାଙ୍ଗମାନଙ୍କ ସହିତ ମୁଁ ମଙ୍ଗଳ ମନ୍ଦିର ଯାଇଥିଲି ହେଲେ ସେ ନିଖ ଚରଣରେ ଏଇ ସେରା ମତେ ଦେଖିଛି। ନାଇଁ 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 ନାଇଁ, କ'ଣ ହେଲା? ଆଉ ଏକ ମାସ ଛୋଟ ପାତ୍ର ବାପା ଏ ତୁ ମିଶି ମତେ ବଳାତ୍କାର କରିବା ପାଇଁ ଚେଷ୍ଟା ମିଛ, ନାଇଁ ବାପା এইটা ବହୁତ ବଡ଼ ମିଛ। ନିଜର ପାପକୁ ନିଜେ ଭୁଲ କରିଥିବା ଦୋଷ ମୋ ମୁଣ୍ଡରେ ନଦେଇ ଦେବାକୁ ଚାହୁଁଛନ୍ତି ଦେମାଦେଇ। ଆପଣ କୁହନ୍ତୁ ମହାରାଜ, ଆପଣ ମତେ ବରପାତ୍ର ଯୋଗାଡ଼ କରିବା କାର୍ଯ୍ୟରେ ନିର୍ବାଚିତ କରିଥିଲେ। ଆଉ ଆରେ ଜଟ ଆଜ୍ଞା ମୁଁ ମଙ୍ଗଳ ମନ୍ଦିର ଯାଇଥିଲି। ନା ନା ମୁଁ ଏଇଟା ଆପଣଙ୍କୁ ଫାର୍ଷ୍ଟ ଟାଇମ୍ ଦେଖୁଛି ଆଜ୍ଞା। ଆରେ ମୁଁ ଯାଇଥିଲି। ନାଇଁ, ନାଇଁ। ଜେମାଦେଇ କହୁଛନ୍ତି ମୁଁ ଯାଇଥିଲି। ଆପଣ କହିଲା ଆଉ ମୁଁ ତୁମକୁ ଟଣା ଉଠା କରିଥିଲି। ଆରେ ହଁ ମୋ ସାଙ୍ଗମାନଙ୍କ ସହିତ ମତେ ଟଣାଟଣ କରିନଥିଲା। ଏ ରାମେ 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 ଡାହା ମିଛ। ତୁମେ କହିଲ ମୋ ଜଟ ମଉସା ମନ୍ଦିରକୁ ପହଞ୍ଚି ଯାଇଛି ତୁମେ ଏ ପାଖରେ ଜଗିକି ରହିଥାଅ। ମଉସା! ତୁମେ ମନ୍ଦିର ଭିତରେ ଯାଇକିରି ପୂଜା କଲ କି ଗଜା କଲ ମତେ କ'ଣ ଜଣା। ଆଉ ଶେଷରେ କହିଲ କ'ଣ ନା ମୁଁ ତୁମକୁ ଟଣା ଉଠା କରିଥିଲି। ଏ ମା ଜଗଜ୍ଜନନୀ ମା ଦୁର୍ଗା, ମୁଁ ଯଦି ରାଜା ଜେମା ଉପରେ ଯଦି ଖରାପ ଆଖି ଦେଖିଛି ହେଲେ ମା ଆଉ ଗୋଟେ ମୋର ଗୋଡ଼ ଛିଣ୍ଡି ଯାଉ। ବୁଝିପାରୁଛି ଜଟ, ବୁଝିପାରୁଛି। শামুকা ତୋର ଗୋଟିଏ ମିଛକୁ ଲୁଚାଇବା ପାଇଁ ତୁ ତ ପିତା ସମ୍ମୁଖରେ ବାରମ୍ବାର ମିଥ୍ୟା ବାସ ଚାଲିଛୁ। ବାପା ମୁଁ ମିଛ କହୁନି ବାପା ମୁଁ ସତ କହୁଛି। শামুকা ସତ କଥାରେ କ'ଣ ଖୋଲିକି କହିଦେ ତୋତେ ତ ପିତାର ନିୟମ। ମାନେ ବାପା ପ୍ରକୃତ ସତ ଘଟଣାଟା ନା ମୋ ସାଙ୍ଗମାନଙ୍କ ସହିତ ମୁଁ ମଙ୍ଗଳ ଏ ବା କ'ଣ ହଉଛି? ସେଦିନ ଆରେ ଜଟ ଆଜ୍ଞା ଜେମାଦେଇଙ୍କର କ'ଣ ହେଲା କି? ଆଜ୍ଞା ମୁଣ୍ଡ ବୁଲେଇକିରି ବାନ୍ତି ହଉଛି ମୁଣ୍ଡ ବୁଲଉଛି। ବାରମ୍ବାର ଆଜ୍ଞା। ଆରେ ନଡ଼ିଆ ଫଡ଼ିଆ ଖାଇଥିବେ। ଏତେ ବାଟ ଖରାରେ ଚାଲିଗଲାଟା ଅଂଶୁଘାତ ହେଇଯିବନି? ହବ। ହେଲେ ବାନ୍ତି କାହିଁକି ବାର ହଉଛି? ଆରେ ନଡ଼ିଆ ଫଡ଼ିଆ ଖାଇଥିବେ, କଦଳୀ ନଡ଼ିଆ ବେଶୀ ଖାଇଲେ ଅଜୀର୍ଣ୍ଣ ହୁଏ। ଆଜ୍ଞା ନଡ଼ିଆ ବାର ହଉ ନାହିଁ କି କଦଳୀ ବାର ହଉ ନାହିଁ, ନାଇଁ କ'ଣ କହିଲୁ କ'ଣ କହିଲୁ? ଖାଲି ସୁଖା ବାନ୍ତି ମୁଣ୍ଡଟା ବୁଲଉଛି, ବାରମ୍ବାର ବୁଲଉଛି ଆଜ୍ଞା। ବାନ୍ତି ହଉଛି। ଜଟ ଆଜ୍ଞା এইটা সে বান্তি নুহরে, ଆଉ କି ବାନ୍ତି ସେ? এইটা এ বান্তি। ଇଏ ବାନ୍ତି କ'ଣ ଆପଣଙ୍କୁ କେବେ କେବେ ହେଇଥିଲା କି? মতে কাই হব? ନା ହେଲେ ମତେ ହଉ। সম্ভাଳି পারিবুনি। ଯଦି ରାଜଜେମା ଯଦି ସମ୍ଭାଳିଲେ ମୁଁ କାହିଁକି ସମ୍ଭାଳିବି ନାହିଁ? তু সম্ভাଳି পারিবুনি ମାନେ মানে আম মহারাজ অজা হবাকু যাউছন্তি। আরে আম জেমা গর্ভবতী। বিনা পতিরে গর্ভবতী? ছি 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 আজ্ঞা ମୋ ଝିଅ ହେଇଥିଲେ ତଣ୍ଟିରେ ଶାବଳ ଦେଇକି ମାରି ଦେଇଥାନ୍ତେ। ଅନେଇଲେ କଥାରେ ଅଛି ଆଜ୍ଞା, ଥଣ୍ଡା ମତଲବ କୋକୋ କୋଲା ଆଉ ବାନ୍ତି ମତଲବ ଛୁଆ ପିଲା। ଛି 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 ଲଜ୍ଜା। କଳି ଯୁଗରେ ଝିଅ ପାଇବା ହାଟାଇ ମହାପାପ। ଏମାନେ କୋଉ ଜାଗାରେ କାହିଁକି ମୁହଁ ମାରିବେ? ଅଳିଆକୁ ଆଣି ଘରେ ଭର୍ତ୍ତି କରିବେ। ପଳେଇବା ଏ ରାଜ୍ୟ ରହିବାନି, ପଳେଇବା ପଳେଇବା ପଳେଇବା। ସେ ମୋ ରାଜା ଘର ଲୋକ ଯାହା କରୁ ସେମାନେ କିଛି କରିବେନି। শামুকা ବାପା ମୁଇଁ କ'ଣ ଶୁଣୁଛି শামুକା? ଆରେ ତୋ ମା ତୋତେ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କରିଥିଲା। ଆଉ ମୁଁ ତୋର ସବୁ ଚିତ ପୂରଣ କରୁଥିଲି ବୋଲି ଶେଷରେ ମୋ ମୁହଁରେ କାଲିମା ବୋଲି ଦେଲୁ। ଭଲ କରିଛୁ ଲୋ। ତୁ ନା
ବହୁତ ଭଲ କରିଛ। ବାପା ମାନୁଛି ମାନୁଛି ମୁଁ ଭୁଲ କରିଛି। ସେଇଠି ଖଞ୍ଜରରେ ମା ମଙ୍ଗଳାକୁ ଦର୍ଶନ କରିବାକୁ ଯାଇ ଗୋଟାଏ ଦଶ ପୁଅକୁ ମୁଁ ଭଲ ପାଇଛି। ହେଲେ ବାପା ତମେ ତ ମୋ ବାହା କରେଇଥାନ୍ତ। ହେଲେ ମୁଁ ଯାହାକୁ ଭଲ ପାଉଛି ତା ସହିତ ମୋ ବାହା କରେଇଲେ ଅସୁବିଧା କଣ? ଅସୁବିଧା ଅଛି ସାମୁକା, ଅସୁବିଧା ଅଛି ବାପା ଆରେ ତୋତେ କୋଉ ନା କୋଉ ରାଜ୍ୟର ଯୁବରାଜ ସହିତ ବିବାହ କରିଦେଇଥାନ୍ତି। ହେଲେ এই ଜଙ୍ଗଲରେ ବସବାସ କରୁଥିବା ଗୋଟିଏ ନିଜ ଜାତି ଦସ୍ୟୁ ପୁତ୍ର ଚୋର ସହିତ ନୁହଁ। ମୋର ଭୁଲ ହେଇଯାଇଛି ବାପା, ମୋତେ କ୍ଷମା କରିଦିଅନ୍ତୁ। ହଁ ବାପା ମୋତେ ଏଇଥରକ ପାଇଁ କ୍ଷମା କରିଦିଅନ୍ତୁ। ସାମୁକା ତୁ ଯୋଉ ଭୁଲ କରିଛୁ ନା ସେ ଭୁଲର କ୍ଷମା ହିଁ ନାହିଁ ଲୋ। ନାଇଁ ବାପା ନାଇଁ, ତମେ ସେମିତି କୁହନି। ଏ ସାମୁକା ତୋର ଏଇ କଲଙ୍କିନି ମୁହଁ ମୁଁ ଆଉ ଦେଖିବାକୁ ଚାହୁଁନି ଲୋ। ବାପା ତୁ ଯେତେ ଶୀଘ୍ର ପାରୁଛୁ ନା ସେତେ ଶୀଘ୍ର ଏ ମୋ କାଶୀ ରାଜ୍ୟ ଛାଡ଼ି ଚାଲି ଯା। କଣ କହିଲୁ ବାପା? ମୁଁ ଏକାଶୀ ରାଜ୍ୟ ଛାଡ଼ି ଚାଲିଯିବି। ହେଲେ ଯିବି କୋଉଠିକି? କାହା ପାଖକୁ ମୁଁ ଯିବି? ତମ ଦୁଇ ତମର ସବୁ କିଛି ତମ ଦୁଇକୁ ଛାଡ଼ି ବଞ୍ଚି ପାରିବିନି ବାପା, ବଞ୍ଚି ପାରିବିନି ମୁଁ। ତୁ ତ ସେଇଦିନ ହିଁ ମରିଗଲି ଲୋ ଯୋଉଦିନ ନା ସେ ଦସ୍ୟୁ ପୁତ୍ର ଚୋରକୁ ଭଲ ପାଇ ବସିଲୁ। এই তুমি কଣ କହୁଛ? আরে দীর্ঘ 20 ବର୍ଷ ପରେ ଗୋଟେ ବୋଲି ଝିଅ ପାଇଲୁ, କେତେ ପୂଜା ଅର୍ଚ୍ଚନା କଲା ପରେ ତାକୁ ପୁଣି ରାତିରୁ ତମେ ବାହାର କରିଦେବ? କେବେ ନୁହଁ, ସେ ହେବାକୁ ଦେବିନି, କେବେ ନୁହଁ। ବା ବା ବେଦମତି ବା, ଏଇ ତ ସଂସ୍କାର। ଏମିତି ସଂସ୍କାର ଦେଇ ତ ଝିଅକୁ ଲାଳନ ପାଳନ କଲୁ ଯେ ଶେଷରେ ମୋ ମୁହଁରେ କାଲିମା ବୋଲିଦେଲା। ଆଉ ଏମିତି କଲଙ୍କିନୀ କନ୍ୟାକୁ ମୁଁ ମୋ କାଶୀ ରାଜ୍ୟରେ ରଖିବି? କେବେ ନୁହଁ। ଆରେ ଏମିତି କଲଙ୍କିନୀ କନ୍ୟା ଏ କାଶୀ ରାଜ୍ୟରେ ରହିବା ଅଧିକାର ହିଁ ନାହିଁ। ସେମିତି ଭୁଲ କରନ୍ତିନି ତମେ। କଣ କହିଲା? ମୁଁ ପୁଣି ଏକାଶୀ ରାଜ୍ୟ ଛାଡ଼ି ଚାଲିଯିବି? ନା ବାବା ନା, ତମକୁ ମାକୁ ଛାଡ଼ି ଏକାଶୀ ରାଜ୍ୟ ମଉସାକୁ ସାଥୀକୁ ଛାଡ଼ି ଯିବିନି ବାପା। ତମେ ଯେତେ ଯାହା କଲେ ମଧ୍ୟ ଏକାଶୀ ରାଜ୍ୟ ଛାଡ଼ି ମୁଁ କୁଆଡ଼େ ବି ଯିବିନି। ଆଲୋ ମା, ମୋତେ ଛାଡ଼ି ତୁ କୁଆଡ଼େ 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 ଯିବି? ଯିବୁ ତୁ? ଜମାରୁ କୁଆଡ଼େ ଯିବିନି, କୋଉଠିକି ବି ଯିବିନି। ସାମୁକା ତୋ ନିଷ୍ପତ୍ତିଟା ତ ତୁ ଶୁଣାଇଲୁ ଲୋ, ହେଲେ ମୋ ନିଷ୍ପତ୍ତିଟା ଶୁଣ। ତୁ ଯଦି ଏକାଶୀ ରାଜ୍ୟ ଛାଡ଼ି ଚାଲିଯିବୁନି ତାହେଲେ ଛାଡ଼ିଛୁ ତୋ ଏ ପିତାର ମଲା ମୁହ ଦେଖିବ। ଛାତିରୁ କଲିଜା ଅଲଗା ହବ, କେମିତି ରହିବ ବାଟ ଚାଲିବ, କେମିତି ରହିବ ବାଟ ଚାଲିବ। ଚାଲିଯିବି ବାପା, ଏକାଶୀ ରାଜ୍ୟ ଛାଡ଼ି ମୁଁ ବହୁତ ଦୂରକୁ ଚାଲିଯିବି। ଆଖି ହବ ଛଳ ଛଳ ଲୁହ ଝରିବ। ହେଲେ ଯିବା ପୂର୍ବରୁ ତମକୁ ମୋ ହାତ ଯୋଡ଼ି ନେଉରେ ହେଉଛି। ହାତ ଦିନକ ପାଇଁ ମତେ ମା ସହିତ ରହିବାର ସୁଯୋଗ ଦିଅନ୍ତୁ ମତେ। ସେ ଅଧିକାର ମଧ୍ୟ ତୁ ହରାଇ ବସିଥିଲୁ। ବାପା ହଁ ସାମୁକା, ସେ ଅଧିକାର ମଧ୍ୟ ତୁ ହରାଇ ବସିଛ। ମନ ହେବ କଳ ବଲ ବୋଲ ମାନେ ବନେ। ଏତେ ନିଷ୍ଠୁର ହୁଅନି ବାପା, ମୋ ପ୍ରତି ଏତେ ନିଷ୍ଠୁର ହୁଅନି ତମେ। ମୋ ଖୁସିର ଫଗୁଣ ନ ସାରିବା ପୂର୍ବରୁ ହରିଦିଅନି ତମେ ମୋ ଜୀବନରେ ସେଇ ଦୁଃଖର ଶ୍ରାବଣ। ବଞ୍ଚି ରହିବାକୁ ହବ ତତେ ମୋର ହିଲାରଣ। ବଞ୍ଚି ରହିବାକୁ ହବ ତତେ ମୋର ହିଲାରଣ। ସରିନି
ମୁଁ ଜମାରୁ କରିବିନି ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ଆ ଆ ଆ ଛାତିରୁ କଲେଜ ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବ ମନ ହେବ କଳ ବଲ ବଲ ବନିବ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ মমতাকু ঝুরি ঝুরি লুহ হেলা বৈতরণী বাট সরে পদহারে মিলে না পড়ত করে মমতাকু ঝুরি ঝুরি লুহ হেলা বৈতরণী বাট সরে পদহারে মিলে না পড়ত করে শুভে আজি মা केही सुनिले पादाजी झुंडी पड़े केही कहले बंची रही बाकु हब तते मोर हेला रण बंची रही बाकु हब तते मोर हेला रण सरिनी 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 फगुण ଆସିଲା ଶ୍ରାବଣ ସରିନି ଫଗୁଣ 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 ଆସିଲା सामुका ए माँ अब राज्य छाड़ी तू जानी तो माँ को छाड़ी मत तू छाड़ी तू जानी फेरिया माँ तू फेरिया भेदामती अरे तुम्हें यदि तुम झील को चाहता ताहले चली जाओ
अरे चाली जाता साथी रे एका बंचिबा मरकत केसरी ଆଉ ଭାବି ନେବ ତା ଝିଅ ସହିତ ତା ପ୍ରାଣ ପ୍ରିୟ ବେଦମତୀ ବି ମରିଗଲା ବୋଲି ନା ଆଉ ଯଦି ତୁମେ ମୋତେ ଚାହୁଁଥ ତାହେଲେ ଶୀଘ୍ର ଚାଲି ଆସ ବିଶ୍ରାମ ପ୍ରକୋଷ୍ଠକୁ। ଏ ଠାକୁରେ ଆରେ ଗୋଟେ ବୋଲି ଝିଅ ପାଇଥିଲି ଏଇ ଦିନ ଦେଖିବା ପାଇଁ। ଆରେ କୋଉଠିକି ଯିବି? ଆରେ କାହା ପାଇଁ ବଞ୍ଚିବି? ଆରେ ପାଣିକୁ ଗଲେ ମଧ୍ୟ ମରିବି, ଆଉ ନିଆଁକୁ ଗଲେ ମଧ୍ୟ ମରିବି। କୋଉଠିକି ଯିବି? ଯେମିତି ଯେମିତି ହଉ ନିଶ୍ଚୟ ବୁଝାଇ କହିବି ମୋ ସ୍ୱାମୀକୁ ରାଜ୍ୟରୁ ଫେରାଇ ଆଣିବାକୁ। ହଁ ନିଶ୍ଚୟ ବୁଝାଇ କହିବି। শান্তি শান্তি অতি শান্তি। জট আজ্ঞা শামুকা ঘর তোড়া খাইলা আজ্ঞা ହେଲେ ଯିବ କୁଆଡ଼େ? ତା ପ୍ରେମିକ ନିକଟକୁ। ଯଦି ସେ ପହଞ୍ଚିବା ପୂର୍ବରୁ ତା ପ୍ରେମିକକୁ ତାହେଲେ ତ ଆଜ୍ଞା ଆପଣଙ୍କର କଚେ ପୁଅ ପା। ରାଜକୁମାରୀ ଶାମୁକା ତୋ ଖାଲି ମୋର। ତୁ ଯଦି ମୋର ନ ହବ ତତେ ଆଉ କାହାର ହବାକୁ ଦେବିନି। ଏ ଶାମୁକା ତୁ ଖାଲି ମୋର লো ଯିବା। ଚାଲନ୍ତୁ ଆଜ୍ଞା। ଆରମ୍ଭ ହେଲା ମହାଭାରତ ଯୁଦ୍ଧଟା। ସେତିକି ବେଳେ ଅର୍ଜୁନଟା ଶ୍ରୀଖଣ୍ଡୀକୁ ଢାଳ କରିକି ଭୀଷ୍ମକୁ ସରସଜ୍ଜା କରେଇଥିଲା। ଆଉ ଏଇ କଳିଯୁଗରେ ଏଇ ସେନାପତିଟାକୁ ଢାଳ କରିଛି ମୁଁ ଢାଳ। ଯେମିତିକି ରାଜବଂଶଟାକୁ ସମୂଳେ ଧ୍ୱଂସ କରିବା ପାଇଁ ଧ୍ୱଂସ। ଆରେ କଥାରେ କହନ୍ତିନି ଗୋଟିଏ କାହାଣୀରେ ନାୟକ ଥାଏ ଆଉ ଗୋଟାଏ ଖଳନାୟକ ଥାଏ। ଆଉ ଏଇ କାହାଣୀରେ ସାଜିଛି ମୁଁ ନାୟକ ନୁହେଁ ମୁଁ ଖଳନାୟକ।